ଆପଣମାନେ ଭାବୁଛନ୍ତି କି ଖରାଦିନେ କେବଳ ଟ୍ୟାନିଂ ହୁଏ କି ସନବର୍ନ ହୁଏ? ନା, ମୁଁ ଆପଣଙ୍କୁ 10ଟି ରୋଗ ନାଁ କହିବି, ଚର୍ମ ରୋଗ ସବୁ ନାଁ କହିବି, ଯୋଉଟାକ କି ଖରାଦିନେ ବଢ଼ିଯାଏ ଏବଂ ଯୋଉମାନଙ୍କର ସେ ରୋଗ ଅଛି ସେମାନେ ସ୍ପେଶାଲ ପ୍ରିକସନ୍ ନେବା ଉଚିତ। ପ୍ରଥମତଃ ହେଉଛି ଆପଣଙ୍କ ଡାଇରିଆସ୍ ଡିଜିଜ୍। ଏଇଟା କ'ଣ ହୁଏ ନା, ଯେତିକି ଆପଣଙ୍କ ବଡ଼ିର ସେବରିକ୍ ଏରିଆ ଅଛି, ଯେମିତିକି ଆମ କାନ ପଛପଟ ହେଲା, ସ୍କାଲ୍ପ, ବିୟର୍ଡ କି ଆପଣଙ୍କ ଚେଷ୍ଟର ସବୁ ଡାଟି ବାଟି ପାପୁଲ ସବୁ ହେବ ଏବଂ ସେ ରୋଗଟା ମାତ୍ରାରେ ବଢ଼ିଯାଏ ଖରାଦିନେ। 2 ନମ୍ବର ହେଲା ଆପଣଙ୍କର ହେଲିଆଲି ଡିଜିଜ୍। ଏଥିରେ କ'ଣ ହୁଏ ନା ଆପଣଙ୍କର ଚେଷ୍ଟ, ନେକ୍, ଆପଣଙ୍କ ଗ୍ରୋଏନ୍, ଏକ୍ଜିଲା ଏଇସବୁ ଏରିଆ ଗୁଡ଼ାକରେ ଆପଣଙ୍କର ପେନଫୁଲ୍ ଇରୋଜନ୍ ସବୁ ହୁଏ କି ବହୁତ ସମୟରେ ବ୍ଲିଷ୍ଟର ବି ହୁଏ। ଫିସରିଂ ଟାଇପ୍ର ଆପଣଙ୍କର ଲିଜନ୍ ସବୁ ଦେଖାଯିବ 2 ନମ୍ବର ଗଲେ। 3 ନମ୍ବର ହେଉଛି ଆପଣଙ୍କର ପରଫାରିଆ କ୍ୟୁଟାନିଆ ଟାଡା। ଇଏ ଗୋଟେ ଫଟୋ ସେନ୍ସିଟିଭ୍ ଡିଜର୍ଡର, ଜେନେଟିକ୍ ଡିଜର୍ଡର। ଏଥିରେ କ'ଣ ହୁଏ ନା ଆପଣଙ୍କର ସନଲାଇଟ୍ ଯୋଗୁଁ ସ୍କିନ୍ର ଫ୍ରାଜିଲିଟି ବଢ଼େ, ସ୍କିନ୍ର ବ୍ଲିଷ୍ଟରିଂ ହୁଏ। କେଉଁ ଏରିଆରେ ହେବ ନା, ଯେଉଁ ଏରିଆ ଗୁଡ଼ାକ ମେନଲି ଫଟୋ ଏକ୍ସପୋଜ ବା ସନଲାଇଟ୍ ଯେଉଁ ଏରିଆ ଗୁଡ଼ାକରେ ପଡ଼େ। 4 ନମ୍ବର ହେଉଛି ଆପଣଙ୍କର ଗ୍ରଭସ୍ ଡିଜିଜ୍। ତ ଏ ରୋଗରେ କ'ଣ ହେବ ନା ଆପଣଙ୍କର ଚେଷ୍ଟ, ବେକ୍ ଏସବୁ ଏରିଆରେ ଆପଣଙ୍କର ରେଡିସ୍ ପାପୁଲ ସବୁ, ପାପୁଲ ଟାଇପ୍ର ଛୋଟ ଛୋଟ ଦାନା ଟାଇପ୍ର ସବୁ ବାହାରେ ଆଉ କୁଣ୍ଡେଇ ହୁଏ। 5 ନମ୍ବର ହେଉଛି ପଲିମରିଫିକ୍ ଲାଇଟ୍ ଇରପ୍ସନ୍ ଆଣ୍ଡ ଫଟୋଡର୍ମାଟାଇଟିସ୍। ମୁଖ୍ୟତଃ ଯେଉଁ ସବୁ ଏରିଆରେ ଖରା ସବୁ ପଡ଼େ ସେ ଏରିଆରେ ଆପଣଙ୍କ ଦେଖିବେ ଛୋଟ ଛୋଟ ସବୁ ଦାନା ଦାନା ଟାଇପ୍ର ବାହାରିବ, କୁଣ୍ଡେଇ ହେବ। ବହୁତ ସମୟ ସେ ପୁରା ଏକ୍ଜିମା ଟାଇପ୍ର ହେଇଯାଏ। ଆପଣଙ୍କର ମେନଲି ଖରାରେ ହେଲା ଆପଣଙ୍କର ଫେସ୍ରେ, ଫୋreheadରେ କିମ୍ବା ଏଇ ଯେଉଁ ଆପଣଙ୍କର ହାତର ଉପର ପଟେ ଏଇସବୁ ଏରିଆ ଗୁଡ଼ାକ ଇନଭଲ୍ଭ ହୁଏ। ପଲିମରିଫିକ୍ ଲାଇଟ୍ ଇରପ୍ସନ୍। 6 ନମ୍ବର ହେଉଛି ଆପଣ କଲିନର୍ଜିକ୍ ଅର୍ଟିକାରିଆ। ଏକ୍ସେସିଭ୍ ସ୍ୱେଟିଂ, ସନଲାଇଟ୍ ଏସବୁ ଯୋଗୁଁ ଦେହରେ ଫଳିଯିବା, ଯେମିତି ସବୁ ଏଲାର୍ଜି ହେଲେ ଫଳିଯାଏ ସେଇ ଟାଇପ୍ର ହେବ, କୁଣ୍ଡେଇ ହେବ। 7 ନମ୍ବର ହେଉଛି ଆପଣଙ୍କର ମେଲାଜମା। ଯେଉଁ ଏଇ ଫେସ୍ର ମିଡ୍ ଫେସ୍ରେ, ନାକ ଉପରେ ସବୁ ଆପଣ ଦେଖିବେ ପିଗମେଣ୍ଟେସନ୍ ହେଉଥିବ, କଳା ଟାଇପ୍ର ସବୁ ହେଇଯାଏ। ମୁଖ୍ୟତଃ ଫିମେଲମାନଙ୍କ କେସରେ ଦେଖାଯାଏ। ଏ ଖରାଦିନେ ତାର ମାତ୍ରା ବଢ଼ିଯାଏ। 8 ନମ୍ବର ହେଉଛି ଆପଣଙ୍କର ଇଣ୍ଟୋଟ୍ରିଗ ଏବଂ ଫଙ୍ଗାଲ ଇନଫେକ୍ସନ୍। ତ ଏକ୍ସେସିଭ୍ ସ୍ୱେଟିଂ ଆଉ ହ୍ୟୁମିଡିଟି ପାଇଁ ମୁଖ୍ୟତଃ ଆପଣଙ୍କର ଯେତିକି ଫୋଲ୍ଡ ଏରିଆ ଅଛି ସେଗୁଡ଼ାକରେ ସବୁ ଯାଦୁ ବା ଫଙ୍ଗାଲ ଇନଫେକ୍ସନ୍ ସବୁ ହୁଏ ଏବଂ ତାର ମାତ୍ରା ବଢ଼ିଯାଏ ଖରାଦିନେ। 9 ନମ୍ବର ହେଉଛି ଆପଣଙ୍କର ଏକିନି ବ୍ରେକ୍ଆଉଟ୍। ଆପଣଙ୍କର ଏକ୍ସେସିଭ୍ ଗରମ ଆଉ ହ୍ୟୁମିଡିଟି ପାଇଁ ତ ଅଏଲ୍ ଗ୍ଲାଣ୍ଡର ଆକ୍ଟିଭିଟି ବଢ଼ିଯାଏ, ସ୍କିନ୍ ଅଏଲି ହେବା ଆରମ୍ଭ କରେ ଏବଂ ଏକିନି ବ୍ରେକ୍ଆଉଟ୍ ଷ୍ଟାର୍ଟ ହୁଏ। ଏବଂ 10 ନମ୍ବର ହେଉଛି ଆପଣଙ୍କର ଘିମିରି ବା ମିଲିଆରିଆ। ଦେଖିବେ ଏକ୍ସେସିଭ୍ ସ୍ୱେଟିଂ ଆଉ ଗରମ ଯୋଗୁଁ ଦେହ ସାରା ଲାଲ ଲାଲ ହେଇକି ପଡ଼ିଯାଏ, ଲାଲ ଲାଲ ହେଇକି ଦାଣା ଦାଣା ଟାଇପ୍ର ବାହାରି ପଡ଼େ, କୁଣ୍ଡେଇ ହୁଏ, ଛୁଞ୍ଚି ଫୁଲିଲା ଭଳିଆ ଲାଗେ। ତ ଏଇସବୁ ରୋଗ ଯେଉଁ କହିଲି 10ଟି ରୋଗ, ଏଗୁଡ଼ାକ ଅତି ସାଧାରଣ ଭାବେ ନେବା ଉଚିତ ନୁହଁ। ଯଦି ବି ସେମିତି କିଛି ପ୍ରୋବ୍ଲେମ୍ ହେଉଛି ସଙ୍ଗେ ସଙ୍ଗେ ଡର୍ମାଟୋଲୋଜିଷ୍ଟଙ୍କୁ ଦେଖେଇବା ଉଚିତ। କାରଣ ଏଥିରେ ଗୁଡ଼ାଏ ରୋଗ ଅଛି ଯୋଉଗୁଡ଼ାକ କି ପ୍ରି-ଏକ୍ଜିଷ୍ଟିଂ ବହୁତ ଦିନରୁ ଥାଏ, କେବଳ ଖରାଦିନେ ବଢ଼ିଯାଏ। ତେଣୁ ଯେଉଁମାନଙ୍କର ବି ରୋଗ ଅଛି, ଯେଉଁମାନେ ସେ ରୋଗ ବିଷୟରେ ଜାଣିଛନ୍ତି କିମ୍ବା ଯେଉଁମାନଙ୍କ ନୂଆ ବି ଆରମ୍ଭ ହେଉଛି, ଡର୍ମାଟୋଲୋଜିଷ୍ଟ ବା ଚର୍ମରୋଗ ବିଶେଷଜ୍ଞଙ୍କୁ ଦେଖେଇ ତାର ଉଚିତ ପରାମର୍ଶ ଏବଂ ଉଚିତ ଚିକିତ୍ସା କରିବା ଉଚିତ।